ଏହି ଭିଡ଼ିଓରେ ଆମେ ଆଜି ଦେଖିବା କିଛି ମିକ୍ସ ଭେଟ୍ସ ମେଣ୍ଢା ଛୁଆ ଯାହାକି ଭେଟ୍ସ ମେଣ୍ଢାଙ୍କ କ୍ରସରେ କିନି କ୍ରସ୍ ବ୍ରିଡ୍ରେ କିନି କିଛି ଛୁଆ ଆସିଛନ୍ତି। ତେଣୁକରି ଏ ବିଷୟରେ କିଛି ଜାଣିବା ପୂର୍ବରୁ କିନି ଚ୍ୟାନେଲକୁ ସବସ୍କ୍ରିପସନ୍ କରିଦିଅନ୍ତୁ। ଆଉ କୌଣସି ଫେସବୁକ୍ ବା ଇନଷ୍ଟାରେ ଦେଖୁଥିଲେ ଫଲୋ କରିଦିଅନ୍ତୁ। ଏଥିରେ ଦେଖାଇବା କାରଣ ହେଉଛି ଭଲ ଛୁଆ ଅଛନ୍ତି। ଏଥିରେ ଯେଉଁ ଛୁଆ ଗୁଡ଼ିକ ଦେଖୁଛନ୍ତି ଆପଣମାନେ, କିଛି ଛୁଆ ମଧ୍ୟ ହେଲ୍ଦି ହେଇଛି, କିଛି କଣ୍ଡିସନ୍ ଖରାପ ଅଛି, କିଛି ଭଲ ଛୁଆ ଅଛନ୍ତି। ଆଉ ତା ସହିତ ଦେଖନ୍ତୁ ସାଇଜ୍ ଭେଟ୍ସଙ୍କର ଯେଉଁ ଏଇଗୁଡ଼ା ଛୁଆ ଗୁଡ଼ା, ଏଇ ଛୁଆଗୁଡ଼ା ଭଲ ସାଇଜ୍ ଛୁଆ ଅଛନ୍ତି। ତେଣୁକରି ଭେଟ୍ସ ମାନେ ରଖିଲେ ହିଁ ଗୋଠରେ କିନି ଏତିକି ଭଲ ରହେ ଯେ ଛୁଆ କିଛି ଭଲ ଆସନ୍ତି, ଯାହାଫଳରେ ମେଣ୍ଢି ଗୋଠ ବି ଚେଞ୍ଜ ହୋଇଯାଆନ୍ତି, ଭଲ ସାଇଜ୍ର ମେଣ୍ଢି ରହନ୍ତି, ଦେଖିବା ପାଇଁ ସାଇଜ୍ ଲାଇନ୍ ଜନ୍ତୁ ରୁହନ୍ତି। ଆଉ ଯେତେ ବି ମେଣ୍ଢି ରହନ୍ତି ଦେଖିବା ପାଇଁ ତ ଯାହା କାଟାଗୋରୀ, ଧୀରେ ଧୀରେ ସିଏ ଚେଞ୍ଜ ହେବା ପରେ ଆପଣ ଯେଉଁ ଆଗରୁ ରଖିଥିବା ମେଣ୍ଢି ଧୀରେ ଧୀରେ ଆପଣ ବିକି ଚାଲନ୍ତି, ଯାହାଦ୍ୱାରା ଗୋଠରେ କିନି ଆଙ୍କ ପ୍ରଭାବ ବଢ଼ିଯାଏ। ଆଉ ଭଲ ଲାଗନ୍ତି ଦେଖିବା ପାଇଁ, ବହୁତ ଭଲ ଗ୍ରୋଥ୍ ୱାଇଜ୍ ଜନ୍ତୁ ବାହାରନ୍ତି। ତେଣୁକରି ଗୋଠଟି ବହୁତ ଭଲ ରହେ। ଆଉ ମଧ୍ୟ ଆପଣ ମଧ୍ୟ ବହୁତ ପରିମାଣରେ କିନି ଲାଭବାନ ହୁଅନ୍ତି। ତେଣୁକରି ସଦାବେଳେ ମେଣ୍ଢା ଗୋଠରେ କିନି ଗୋଟିଏ ଭେଟ୍ସ ମେଣ୍ଢା ରଖନ୍ତୁ ନିହାତି। ସମସ୍ତଙ୍କୁ ଆମର ଏଇଟା ଅନୁରୋଧ। ଆଉ ତା ସହିତ ଭିଡ଼ିଓଟି ଏଇଟା କେବଳ ଅଛି ଦେଖାଇବା ପାଇଁ। ଆଉ ଇଏ ଯେଉଁ ଗୋଠ ଥିଲା, ଇଏ ଗୋଠ ଥିଲା ମଧ୍ୟ ଚାନ୍ଦପୁର ପଟର। ତେଣୁକରି ଏ ଗୋଠ ଆଉ ନାହାନ୍ତି, ସେଲ୍ସ ସରିଲେଣି, ଖାଲି କେବଳ ଦେଖେ